ଏବେ ଆମେ ଆମର 10 କ୍ଲାସ୍ର ସେକେଣ୍ଡ ଚାପ୍ଟର ଯେଉଁଟାକି ଅଛି ଏସିଡ୍ ବେସ୍ ସଲ୍ଟ ତା ଉପରେ ପଢ଼େଇବା। ତ ଫାଷ୍ଟ ମୁଁ ଆଉ ଗୋଟେ ଚ୍ୟାନେଲ୍ ଫାଷ୍ଟ ଚାପ୍ଟରଟା ଆମର ମୁଁ ଅଲରେଡ଼ି ଚ୍ୟାନେଲରେ ଅପଲୋଡ଼ କରିଦେଇଛି, ସେଟା ଡେସ୍କ୍ରିପ୍ସନ୍ ଲିଙ୍କ୍ ଦେଇଦେଇଛି, ନେଇକି ଦେଖିଦେବେ। ଏବେ ଆମେ ସେକେଣ୍ଡ ଚାପ୍ଟର ଦେଖିବା ଏସିଡ୍ ବେସ୍ ସଲ୍ଟ। ୟା ଉପରେ ଆମେ ଡିଟେଲ୍ସରେ ଆଗକୁ ଏକ୍ସପ୍ଲେନ୍ କରିକି ବୁଝିବା। ଏସିଡ୍ ଆମେ ଜାଣିଛେ କ'ଣ ନା ଏସିଡ୍ ହେଉଛି କ'ଣ, ଆମେ ଫାଷ୍ଟ ଆଗରୁ ଜାଣିଥିଲେ ଏସିଡ୍ ଆମକୁ ଜେନେରାଲି ଖଟା ଲାଗେ, ସେ କ'ଣ ନୀଳ ଲିଟମସ୍କୁ ରେଡ୍ ଲିଟମସ୍ରେ ପରିଣତ କରିଦିଏ। ଏଠି ହେଉଛି ସେଇଆ, ଏସିଡ୍ ହେଉଛି ଏମିତି ପଦାର୍ଥ ଯେ ରାସାୟନିକ ପ୍ରତିକ୍ରିୟା ଆମର କ'ଣ ଦେବ ନା H+ ଆୟନ ପ୍ରୋଟୋନ୍ ଦେବ। ଜେନେରାଲି ଆମକୁ ଏଇଟା ଖଟା ଲାଗେ, ଏଇଟା କ'ଣ କରେ ନା ନୀଳ ଲିଟମସ୍କୁ ଆମର ଲାଲ ଲିଟମସ୍ରେ ପରିଣତ କରିଦିଏ। ଏଇଟା ବ୍ଲୁ ଲିଟମସ୍କୁ ଆମର କେଉଁଥିରେ କନଭର୍ଟ କରେ, ରେଡ୍ ଲିଟମସ୍କୁ ହେଲା। ତେବେ ମନେ ରଖ କେତେ ଗୁଡ଼ିଏ ଏକ୍ଜାମ୍ପଲ୍ ହେଲା ହାଇଡ୍ରୋକ୍ଲୋରିକ୍ ଏସିଡ୍, ସଲଫ୍ୟୁରିକ୍ ଏସିଡ୍, ନାଇଟ୍ରିକ୍ ଏସିଡ୍। ଦେଖ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଆମର କ'ଣ ହେଲା ନା ଆମର H+Cl- ହେଲା। ଏଇଟା ବି ଦେଖ H+SO4 2- ହେଲା ହେଲା ଯୋଉଟାକର ଆମର କ'ଣ H+ ହେଲା ଆସିଲା ନା ଆସିଲା, ଯୋଉଟାକ ଆମର H+ ଆସିଲା ତ ସେ କହିଲା କି ଏସିଡ୍ ହେଉଛି ଯିଏ ଆମକୁ H+ ଆୟନ ଦେଉଥିବ ରାସାୟନିକ କେମିକାଲ ପ୍ରତିକ୍ରିୟାରେ, ତାକୁ ଆମେ କହିବା ଏସିଡ୍। ଯିଏ ଯେତେ ଏସିଡ୍ ଦେବ ସେ ସେତେ ତାର ଏସିଡିଟିଟା ଅଧିକ ହେବ। ଏବେ ବୁଝିପାରିଲା ଏସିଡ୍ କ'ଣ? ଦେନ୍ ଆମେ ଦେଖିବା ହ୍ୱାଟ୍ ଇଜ୍ ବେସ୍। ସେମିତି ସେ କହିଲା ବେସ୍ ହେଉଛି ଯିଏ ଆମକୁ ରାସାୟନିକ ପ୍ରତିକ୍ରିୟାରେ କ'ଣ OH- ଦେବ, ଏସିଡ୍ H ଦେବ, ବେସ୍ ହେବ OH- ଦେବ। ସାଧାରଣ ହେଲା ଆମକୁ ବେସ୍ଟା କେମିତି ଲାଗେ, ଖାରିଆ ଲାଗେ ହେଲା। ଇଏ କ'ଣ କରେ ନା ରେଡ୍ ଲିଟମସ୍କୁ କେମିତି ପରିଣତ କରିଦିଏ, ନୀଳରେ। ସେ ନୀଳକୁ କରୁଥିଲା ରେଡ୍, ଏଇଟା ରେଡ୍କୁ କରିବ ନୀଳ। ଏଇଟା ରେଡ୍ ଲିଟମସ୍କୁ ଆମର କରେ ବ୍ଲୁରେ ହେଲା। ଏକ୍ଜାମ୍ପଲ୍ ଦେଖ ଯେମିତି ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍, ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍, କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ୍, ମ୍ୟାଗ୍ନେସିୟମ୍ ହାଇଡ୍ରୋକ୍ସାଇଡ୍। ଏଇ ଯେଉଁ କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ୍ ଆମେ ଫାଷ୍ଟ ଚାପ୍ଟରରେ ପଢ଼ିଥିଲେ ନା ପଢ଼ିନଥିଲେ, ଯେଉଁ କଲି ଚୁନା ବା ଲାଇମ୍ ୱାଟର, ସେଇ ହିସାବରେ ଦେଖିବା। ତ ଦେଖ ଆମକୁ ଯେଉଁ ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ ଆମକୁ କ'ଣ ଦେଉଛି ନା Na+OH- ଦେଲା। ଦେଖ ଏଠି OH- ଦେଲା ନା ଦେଲାନି। ତ ଯେଉଁ ପ୍ରତିକ୍ରିୟାରେ ଆମେ ପାଇବା OH- ପାଇବା ତାକୁ ଆମେ କହିବା ବେସ୍। H+ ପାଇଥିଲେ କ'ଣ କହିବା ନା ଏସିଡ୍ କହିବା। ଏବେ ଚାଲ ପଢ଼ିବା ଇଣ୍ଡିକେଟର। ଇଣ୍ଡିକେଟର କ'ଣ ନା ଇଣ୍ଡିକେଟର ହେଉଛି ଗୋଟେ ସୂଚକ ଯାହା ଥ୍ରୁରେ ଆମେ ଜାଣିପାରିବା ଅମ୍ଳ ଓ କ୍ଷାରକର ମାନେ ରଙ୍ଗ ଚେଞ୍ଜ ହେବ, ଯାହାଫଳରେ ଆମେ କେଉଁଟା ଅମ୍ଳ ବା କ୍ଷାର ଆମେ ମାନେ ଜାଣିପାରିବା। ସେ ଦେଖ ଆମେ ଯେଉଁ ଲିଟମସ୍ ପେପର ଆମର ଗୋଟେ ଇଣ୍ଡିକେଟର। ଦେଖ ଲିଟମସ୍ ପେପର ଆମେ ଜାଣିଥିଲେ କ'ଣ ଏସିଡ୍ ଥିଲେ ସେ କ'ଣ କରୁଥିଲା ନା ଏସିଡ୍ ଥିଲେ ସେ କ'ଣ କରୁଥିଲା ନା ବ୍ଲୁରୁ ରେଡ୍ କରୁଥିଲା। ସେମିତି ବେସ୍ ଥିଲେ କ'ଣ କରୁଥିଲା ରେଡ୍ରୁ ବ୍ଲୁ କରୁଥିଲା। ତ ଲିଟମସ୍ ପେପର ଆମର ଗୋଟେ ଇଣ୍ଡିକେଟର। ସେମିତି ଆସିବ ଆମର ହଳଦୀ ଗୁଣ୍ଡ, ଫିନାଇଲ୍ ଫେଥାଇଲ୍, ମିଥାଇଲ୍ ଅରେଞ୍ଜ। ହଳଦୀ ଗୁଣ୍ଡ ତୁମେ ଦେଖିଛ ଯେତେବେଳେ ଡ୍ରେସ୍ରେ କିଛି ଗୋଟେ ମାନେ ଖାଇଲା ବେଳେ କିଛି ଗୋଟେ ଧର ଡାଲି ଫାଲି ଲାଗିଗଲା, ସେଟା ମାନେ ହଳଦୀ ଗୁଣ୍ଡ ଲାଗିଗଲା। ତାପରେ ଆମେ ଯେତେବେଳେ ଦେଖିଛୁ ତାକୁ ସାବୁନରେ ଘଷି ଦେଲେ ସେ କ'ଣ ହେଇଯାଏ, ପୁରା ରେଡ୍ ହେଇଯାଏ। ନା କାହିଁକି ହୁଏ ନା ସାବୁନ ଦେଖ ହଳଦୀ ଗୁଣ୍ଡ ଲାଗିଲା, ହଳଦୀ ଗୁଣ୍ଡ ଗୋଟେ ଇଣ୍ଡିକେଟର। ଆମେ ଯାହା ଥରେ ଲଗେଇଦେବା ସେଥିରେ କ'ଣ ହେଲା, ଯେତେବେଳେ ସାବୁନ ଲାଗିଲା ସେଟା କ'ଣ ସାବୁନଟା ବେସ୍। ତ ଇଣ୍ଡିକେଟରଟା ଯାଇକି ମାନେ ବେସ୍ରେ ହେଇକି ସେ କ'ଣ ହେଲା ନା ରେଡ୍ରେ ପରିଣତ ହେଇଗଲା, ଯୋଉଟାକି ଆମେ ଜାଣିଲେ କି ସାବୁନଟା ଗୋଟେ ବେସ୍। ସେମିତି ଫିନାଇଲ୍ ଫିଥାଇଲିନ୍ ଆମର ଗୋଟେ ଇଣ୍ଡିକେଟର, ମିଥାଇଲ୍ ଅରେଞ୍ଜ ଗୋଟେ ଇଣ୍ଡିକେଟର। ଏଇ ଥ୍ରୋରେ ଆମେ ଜାଣିପାରିବା ରଙ୍ଗ ମାନେ ଏଇ ଯେଉଁ ଇଣ୍ଡିକେଟରରେ କ'ଣ ହୁଏ ନା କଲର ଚେଞ୍ଜ ହୁଏ, ଯାହାଫଳରେ ଆମେ ଜାଣିଦେବା କୋଉଟା ଏସିଡ୍ ଆଉ କୋଉଟା ବେସ୍। ତାପରେ ଆମେ ପଢ଼ିବା ଅଲିଫେଟେଡ୍ ଇଣ୍ଡିକେଟର। ଆମେ ଜେନେରାଲି ଇଣ୍ଡିକେଟରରେ କ'ଣ ଦେଖୁଥିଲେ କଲର ଚେଞ୍ଜ ହେଉଥିଲା। କଲର ଚେଞ୍ଜ ଥରେ ଆମେ ଜାଣିପାରୁଥିଲେ କୋଉଟା ଏସିଡ୍ ଆଉ କୋଉଟା ବେସ୍। କିନ୍ତୁ ଅଲିଫେଟେଡ୍ ଇଣ୍ଡିକେଟରରେ ଆମେ ଜାଣିପାରିବା କ'ଣ ନା ଅଲିଫେଟେଡ୍ ଇଣ୍ଡିକେଟର କଲର ଚେଞ୍ଜ ହେବନି, ତାର କ'ଣ ହେବ ନା ଗନ୍ଧ ବଦଳିବ, ଯାହାଫଳରେ ଆମେ ଜାଣିଦେବା କୋଉଟା ଏସିଡ୍ ଆଉ କୋଉଟା ବେସ୍। ଟୋଟାଲ ଆମେ 3 ପ୍ରକାର ଅଲିଫେଟେଡ୍ ଇଣ୍ଡିକେଟର ପଢ଼ିବା। ଆମର ସବୁ ଗୋଟେ ଦେଖ ନର୍ମାଲ ଯେମିତି ହଳଦୀ ପାଉଡର ହେଲା, କିଚେନ୍ ୟୁଜ୍ ଆମେ ଜାଣିଲେ ହଳଦୀ ଗୁଣ୍ଡ ହେଲା ଗୋଟେ ନର୍ମାଲ ଇଣ୍ଡିକେଟର। ସେମିତି ଆଉ ଗୋଟେ ମାନେ କିଚେନ୍ ଥ୍ରୋ ୟୁଜ୍ରେ ଆମେ ଜାଣିପାରିବା ଗୋଟେ ଆମର ଅଲିଫେଟେଡ୍ ଇଣ୍ଡିକେଟର ଗୋଟେ ହେଲା କ'ଣ ଓନିଅନ୍ ଗୋଟେ, ଭାନିଲା ଗୋଟେ, ଆଉ ଯେଉଁ କ୍ଲୋଭ୍ ବା ଲବଙ୍ଗ ଗୋଟେ ବି ଆମର ଗୋଟେ ଏଇ ଥ୍ରୋରେ ଆମେ ଜାଣିପାରିବା କୋଉଟା ଆମର ଏସିଡ୍ ଆଉ କୋଉଟା ବେସ୍। ଆମେ ପଢ଼ିଲେ ଇଣ୍ଡିକେଟର ଯେଉଁ ପଢ଼ିଲେ ଆମେ 4 ପ୍ରକାର ଇଣ୍ଡିକେଟର ପଢ଼ିଲେ। ଗୋଟେ ହେଲା ଲିଟମସ୍, ଗୋଟେ ହେଲା ହଳଦୀ, ଗୋଟେ ହେଲା ଫେନଲ୍ ଫିଥାଇଲ୍, ଆଉ ଗୋଟେ ହେଲା ମିଥାଇଲ୍ ଅରେଞ୍ଜ। ଲିଟମସ୍ଟା ତମେ ଆଗରୁ ପଢ଼ିଛ। ଯଦି ଲିଟମସ୍ ଆମର ବେସ୍ରେ ଅଛି ସେ କ'ଣ କରିବ ନା ବେସ୍ ଥିଲେ ସେ କ'ଣ କରିବ ଏସିଡ୍ ଥିଲେ ବେସ୍ ଥିଲେ କ'ଣ ରେଡ୍ରୁ ବ୍ଲୁ କରିଦେବ। ଯଦି ଆମେ ବେସ୍ ଲିଟମସ୍ ନେଇକି ବେସ୍ ଦେଖିବା ସେ ଆମର କି କଲର ଦେଖିବ ବ୍ଲୁ ଦେଖେଇବ। ଏସିଡ୍ ଦେଖିଲେ କି କଲର ଦେଖିବ ରେଡ୍ ଦେଖିବ। ମନେ ରଖ ଲିଟମସ୍ର କଲର କ'ଣ ଲିଟମସ୍ କଲର ହେଲା ପର୍ପଲ୍। ଲିଟମସ୍ କଲର ମନେ ରଖ ପର୍ପଲ୍। ସେମିତି ହଳଦୀ ହେଲା ୟେଲୋ କଲର। ଯଦି ଆମେ ହଳଦୀକି ନେଇକି କିଛିଟା ବେସ୍ ଆଡ଼୍ କରିଦେବା, ଯେମିତି ଯେଉଁ ଲୁଗା ଫୁଗାରେ ଧଳା ଲୁଗାରେ ହଳଦୀ ବା ତରକାରୀ ଫକାରୀ ଲାଗିଥିଲେ ଆମେ ରେଡ୍ କିଛି ମାନେ ବେସ୍ ସାବୁନ ଘଷି ଦେଲେ ରେଡ୍ କଲର ହେଇଯାଏ। ତ ହଳଦୀକି ଯେତେବେଳେ ଆମେ ବେସ୍ ଦେବା ସେ ରେଡ୍ କଲର ହେଇଯିବ। ଏସିଡ୍ ଦେଲେ ସେ ଯେଉଁ ୟେଲୋକୁ ସେ ୟେଲୋ ହିଁ ରହିବ ହେଲା। ଏଥିରେ ତ ଆମର ମନେ ରହିଯିବ ମାନେ ଜେନେରାଲ ଏକ୍ସପ୍ଲାନେସନ୍। ଏଇଟା 9th ରେ ପଢ଼ିଥିବ। ଏଇଟା ହଳଦୀ ଆମର ଯେଉଁ ଡେଲି ଲାଇଫ୍ରେ ହୁଏ ଆମେ ଜାଣିଥିବ। ଆଉ ଦୁଇଟା ତ ମନେ ରଖିବାକୁ ପଡ଼ିବ, ଗୋଟେ ହେଲା ଫିନଲ୍ ଫିଥାଇଲ୍ ଆଉ ଗୋଟେ ହେଲା ମିଥାଇଲ୍ ଅରେଞ୍ଜ। ଯେତେବେଳେ ଆମେ ଫିନଲ୍ ଫିଥାଇଲ୍ କି ଗୋଟେ ବେସ୍ ଦେବା ସେ କ'ଣ ହେଇଯିବ ପପକର୍ନ ହେଇଯିବ। ଗୋଟେ ଫିନଲ୍ ଫିଥାଇଲ୍ ଯଦି ଗୋଟେ ବେସ୍ ଦେବା ସେ କ'ଣ ହେଇଯିବ ନା ପିଙ୍କ ହେଇଯିବ।
ଆଉ ଯଦି ଗୋଟେ ଏସିରେ ଦେବା ସେ କ'ଣ ହେଇଯିବ କଲରଲେସ୍ ହେଇଯିବ। ଫିନାଇଲ୍ ଫିଥାଇନ୍ ଗୋଟେ କଲର୍ ମନେ ରଖ। ମୁଁ ତମକୁ ଗୋଟେ ଟ୍ରିକ୍ କହୁଛି। ତା ଟ୍ରିକ୍ ହେଲା କ'ଣ ନା ପପକର୍ନ। ପିରେ ହେଲା ଫିନାଇଲ୍ ଫିଥାଇଲିନ୍, ଏଇ ପିଙ୍କରେ ହେଲା ପିଙ୍କ। ଆଗ ବେସ୍କୁ ରଖିବ ହେଲା, ଯେହେତୁ ଏସିଟା ଡେଞ୍ଜର ତମକୁ ଏସିଟା ପଛରେ ରଖିଦେବା। ସି ହେଲା ଆମର କଲରଲେସ୍। ମନେ ରଖ, ଯେତେବେଳେ ଫିନାଇଲ୍ ଫିଥାଇନ୍ଟା ଆମର ବେସ୍ ସହିତ ରିଆକ୍ସନ୍ କଲା, ପପକର୍ନ ମନେ ରଖିବ। ଆଗ ବେସ୍ ରଖିବା, ଏସିଟାକୁ ପଛକୁ ନେଇଯିବା। ଫିନାଇଲ୍ ଫିଥାଇନ୍ ପପକର୍ନ, ପିରେ ଆସିଲା ଫିନାଇଲ୍ ଫିଥାଇନ୍, ପିରେ ଆସିଲା କ'ଣ ପିଙ୍କ ଆସିଲା, ପିରେ ଆସିଲା କଲରଲେସ୍। ମନେ ରହିଲା? କେମିତି ମନେ ରଖିବ? ଫିନାଇଲ୍ ଫିଥାଇନ୍ ଏକ୍ସାମ୍ପଲ୍। ଆଉ ମିଥାଇଲ୍ ଅରେଞ୍ଜରେ ମନେ ରଖିବ। ମିଥାଇଲ୍ ଅରେଞ୍ଜରେ ଯେତେବେଳେ ବି ବେସ୍ରେ ଦେବା ସେଟା ରହିଯିବ ୟେଲୋ, ଇଆର ହେଇଯିବ ରେଡ୍। ଆର ଟ୍ରିକ୍ କିଛି ହେଇପାରିବ କି? ଟ୍ରିକ୍ ହେଲା କ'ଣ? କିଛି ମନେ ରଖିଦେଇଛନ୍ତି। ମିଥାଇଲ୍ ଅରେଞ୍ଜଟା ଯେତେବେଳେ ସେ କ'ଣ ମାନେ ଆମେ ତାକୁ ବେସ୍ରେ ଦେବା ହେଇଯିବ ୟେଲୋ। ଯେତେବେଳେ ତାକୁ ଆମେ କ'ଣ କରିବା, ବେସ୍ରେ ଦେଲେ ୟେଲୋ ହେଇଯିବ, ଆଉ ଇଏରେ ହେଇଯିବ ଏସିରେ ଦେଲେ ତାକୁ ହେଇଯିବ ରେଡ୍। ମନେ ରହିଲା? ଗୋଟେର ମାନେ ଟ୍ରିକ୍ଟା ତ କହିଦେଲି, ପପକର୍ନ ଟ୍ରିକ୍ରୁ। ଇଣ୍ଡିକେଟର, ଅଲିଭେଟର ଇଣ୍ଡିକେଟରରେ ଆମେ ପଢ଼ିଥିଲେ ଆମର 3 ପ୍ରକାର। ଗୋଟେ ହେଲା ପିଆଜ, ଗୋଟେ ହେଲା ଭାନିଲା, ଗୋଟେ ହେଲା ଲବଙ୍ଗ। ଆଚ୍ଛା, ତମେ ଦେଖିଛ ପିଆଜ ଥର ପାଟିରେ ଗୋଟେ ଖାଇଦେଲେ ବା ପିଆଜଟା ବେଶୀ ଦିନ ଆମେ ରହିଲେ ଆମର କିନ୍ତୁ ଗୋଟେ ସ୍ମେଲ୍ ରୁହେନି, ସେଟା ସ୍ମେଲ୍ଟା ରୁହେ। ତ ସେଇଟା କହିଲା, ଯେତେବେଳେ ଆମେ ଗୋଟେ ପିଆଜଟାକୁ ଖାଇଲେ ବା ପିଆଜ ଗୋଟେ ଇଣ୍ଡିକେଟର, ସେ ଥ୍ରୋରେ ଆମେ ଜାଣିପାରିବା ଗୋଟେ ଏସିଡ୍ ବା ବେସ୍। ପିଆଜ ଇଣ୍ଡିକେଟର ଥ୍ରୋ ନେଇପାରିବା। ଯଦି ଗୋଟେ ଧର ସପୋଜ୍ ଗୋଟେ ଜାଗାରେ ରଖିଦେଇଛ ପିଆଜ, କିଛି ଦିନ ପରେ ସେ ସ୍ମେଲ୍ ହେଲା, ସେ କାଳେ ଯେତେବେଳେ ଗୋଟେ ପିଆଜକୁ ଆମେ ଏସିଡ୍ ସହିତ ଇଏ କରିବା, ସେ ତାର କ'ଣ ହେବ ନା ଗନ୍ଧ ରହିବ। ଯଦି ଗୋଟେ ପିଆଜକୁ ଆମେ ଏସିଡ୍ଟା ନେଇଯିବା, ଏସିଡ୍ ଢାଳିଦେବା, ଦେଖିବା ତାର ଗନ୍ଧଟା ରହିବ। କିନ୍ତୁ ଧର ଗୋଟେ ବେସ୍ ସରିଗଲା ନା କିଛି ଗୋଟେ ବେସ୍ ପକେଇଦେବା, ସେ କ'ଣ କରିବ ନା ତା ଗନ୍ଧ ହରାଇଦେବ। ଭାନିଲା ବି ସେମିତି, ଯଦି ଆମର ଏସିଡ୍ ପାଖକୁ ନେବା ଗନ୍ଧ ରହିବ, ବେସ୍ ପାଖକୁ ନେଇଗଲେ ଗନ୍ଧ ହରାଇଦେବ। ଲବଙ୍ଗ ତେଲ ବା କ୍ଲୋଭ୍ ଅଏଲ୍, ସେ ବି ସେଇଆ। ତାକୁ ଯଦି ଆମେ କିଛି ଏସିଡ୍ ଆଡ଼୍ କରିବା, ତା ସ୍ମେଲ୍ଟା ଦେଖିବ ରହିବ। ବେସ୍ଟା ଆଡ଼୍ କରିଦେଲେ ତା ସ୍ମେଲ୍ଟା କ'ଣ ହେବ ନା ବେସ୍ଟା ତା ସ୍ମେଲ୍ଟା ସେ କ'ଣ କରିବ ନା ହରାଇଦେବ। ଏବେ ଆମେ ସେଇ ଏକ୍ସପେରିମେଣ୍ଟଟା ଆଲୋଚନା କରିବା। ଫାର୍ଷ୍ଟ ଆମେ ଦେଖିଛେ ନା ଆମର କ'ଣ ନା ଅମ୍ଳ ଧାତୁ ସହିତ କିପରି ରିଆକ୍ଟ କରେ। ହାଓ ଏସିଡ୍ ରିଆକ୍ଟସ୍ ୱିଥ୍ ମେଟାଲ। ଅମ୍ଳ ତ କ୍ଷାରକ, ହାଓ ଏସିଡ୍ ଆଣ୍ଡ ବେସ୍ ରିଆକ୍ଟସ୍ ୱିଥ୍ ମେଟାଲ। ଆମେ ଏଇଟା ଫାର୍ଷ୍ଟ ଜାଣିବା ପୂର୍ବରୁ ଆମ ବହିରେ ଗୋଟେ ଏକ୍ସପେରିମେଣ୍ଟ ଅଛି। ଚାଲ ସେଇ ଏକ୍ସପେରିମେଣ୍ଟଟା ଆଗ ଟିକେ ଭଲସେ ବୁଝିବା, ଦେନ୍ ଆସିକି ଆମେ ଏଇଟାକୁ ଦେଖିବା କି ରିଆକ୍ସନ୍ କଲେ କ'ଣ କ'ଣ ହେଉଛି। ହଁ, ଆମ ବହିରେ ଦେଖ ଫାର୍ଷ୍ଟ ଗୋଟେ ଆମର ଏକ୍ସାମ୍ପଲ୍ ଦେଲା କ'ଣ, ଫାର୍ଷ୍ଟ ଆମର ଗୋଟେ ଏକ୍ସପେରିମେଣ୍ଟ ଦେଲା। ଆମ ବହିରେ ଦେଖ ଫାର୍ଷ୍ଟ ଗୋଟେ ଏକ୍ସପେରିମେଣ୍ଟ ଦେଲା କି ହାଓ ଏସିଡ୍ ଆଣ୍ଡ ବେସ୍ ରିଆକ୍ଟସ୍ ୱିଥ୍ ମେଟାଲ। ଆମକୁ ଫାର୍ଷ୍ଟ ଗୋଟେ ଏକ୍ସପେରିମେଣ୍ଟ ଦେଇଛି କରିବାକୁ। ଫାର୍ଷ୍ଟ କ'ଣ କରିବା ନା ଗୋଟେ ଟେଷ୍ଟ ଟ୍ୟୁବ୍ରେ ଆମେ କ'ଣ ନେବା ନା କେତେଟା ଜିଙ୍କ୍ ଦାନା ନେବା। କେତେଟା ଜିଙ୍କ୍ର ଦାନା ବା ଜିଙ୍କ୍ ଏଇଟା ନେବା। ଦେଖ ଆମର এই ଏକ୍ସପେରିମେଣ୍ଟ ଆମେ ଫାର୍ଷ୍ଟ କ'ଣ କରିବା, ଗୋଟେ ଟେଷ୍ଟ ଟ୍ୟୁବ୍ରେ ଗୋଟେ ଜିଙ୍କ୍ର ଦାନା ନେବା। ସେଥିରେ କିଛି ଆମେ କ'ଣ ମିଶାଇବା ନା ଆମର ସଲଫ୍ୟୁରିକ୍ ଏସିଡ୍ ମିଶାଇବା। ଦେଖ ଆମେ ଏଠି ରିଆକ୍ସନଟା ଲେଖୁଛି ଆମର କ'ଣ ହେବ। ଫାର୍ଷ୍ଟ ମୁଁ ନେଲି କ'ଣ ନା ଜିଙ୍କ୍ ନେଲି, ସେଥିରେ କିଛି କ'ଣ ମିଶାଇଲି, ସଲଫ୍ୟୁରିକ୍ ଏସିଡ୍ ମିଶାଇଲି। ସଲଫ୍ୟୁରିକ୍ ଏସିଡ୍ ମିଶାଇଲା ପରେ ଆମେ ଦେଖିବା ଆମର ଏବେ କ'ଣ ହେଉଛି। ଆଚ୍ଛା, ତମେ ଫାର୍ଷ୍ଟ ଚାପ୍ଟରରେ ଗୋଟେ ପଢ଼ିଥିଲ ଡିସପ୍ଲେସମେଣ୍ଟ ରିଆକ୍ସନ୍, ମନେ ଅଛି? ଡିସପ୍ଲେସମେଣ୍ଟ ରିଆକ୍ସନ୍ ଆମକୁ କ'ଣ କହିଲା, ଯେତେବେଳେ ଗୋଟେ ଅଧିକ ସକ୍ରିୟ ମୌଳିକ ଗୋଟେ କମ୍ ସକ୍ରିୟ ମୌଳିକକୁ ରିପ୍ଲେସ୍ କରିକି ତା ଜାଗା ନେଇଯିବ, ତାକୁ ଆମେ କହିବା କ'ଣ ଡିସପ୍ଲେସମେଣ୍ଟ ରିଆକ୍ସନ୍। ଦେଖ ଏଠି ଜିଙ୍କ୍ଟା କ'ଣ ମାନେ ସେ ଟେବୁଲଟା ସେଠି ସେ ଟେବୁଲ ହିସାବରେ ଜିଙ୍କ୍ଟା କ'ଣ ନା ଜିଙ୍କ୍ଟା ଆମର ଅଧିକ ସକ୍ରିୟ, ହାଇଡ୍ରୋଜେନ୍ଟା ଆମର କମ୍ ସକ୍ରିୟ। ତ ଜିଙ୍କ୍ କ'ଣ କରିବ ନା ହାଇଡ୍ରୋଜେନ୍କୁ ରିପ୍ଲେସ୍ କରିଦେବ। ରିପ୍ଲେସ୍ କରିକି ହାଇଡ୍ରୋଜେନ୍କୁ ବାହାର କରିଦେବ। ଆମର କ'ଣ ବାହାରିଲା ନା ଜିଙ୍କ୍ ସଲଫେଟ୍ ବାହାରିଲା, ପ୍ଲସ୍ କ'ଣ ନା ହାଇଡ୍ରୋଜେନ୍ ଗ୍ୟାସ୍ ବାହାରିଲା। ଏବେ ହାଇଡ୍ରୋଜେନ୍ ଗୋଟେ ଗ୍ୟାସ୍ଟେ ବାହାରିଲା। ତ ଆମର ଏଇ ରିଆକ୍ସନରେ ସେ ବାହାରିଲା ଜିଙ୍କ୍ ସଲଫେଟ୍ ବାହାରିଲା, ଆଉ ଗୋଟେ କ'ଣ ନା ହାଇଡ୍ରୋଜେନ୍ ଗ୍ୟାସ୍ ବାହାରିଲା। ଏବେ କ'ଣ କରିବା ନା ଏଇ ହାଇଡ୍ରୋଜେନ୍ ଗ୍ୟାସ୍ଟାକୁ ଏଇ ଯେଉଁ ନେଇ ଦେଖ ଗୋଟେ ପାଇପ୍ ଦେଇଛି, ଏଇ ପାଇପ୍ରେ ଆଣିବା। ଏଠି ଗୋଟେ ବିକର ଅଛି, ଏଇ ବିକରରେ ଆମେ କ'ଣ ଅଛି ବିକର ପାଣି ଅଛି। ଆମେ ହାଇଡ୍ରୋଜେନ୍ ଗ୍ୟାସ୍କୁ ଛାଡ଼ିବା, ପ୍ଲସ୍ କିଛି ଗୋଟେ କ'ଣ ନା ସାବୁନ ଫେଣ ମିଶାଇବା। ସାବୁନ ମିଶାଇବ, ଆଉ ହାଇଡ୍ରୋଜେନ୍ ଗ୍ୟାସ୍ ଦେବ। ଦେଖିବ ଆମକୁ ଗୋଟେ ମାନେ ଫୁଟୁ 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 ଗୋଟେ ସାଉଣ୍ଡ ଶୁଭାଯିବ ହେଲା। ପୁଣି ଏବେ କ'ଣ କରିବ ନା ସେଇ ସାଉଣ୍ଡ ଯେତେବେଳେ ସେ ହାଇଡ୍ରୋଜେନ୍ ଫୁଟକା ଗୋଟେ ସାଉଣ୍ଡ ଯିବ, ଆମର ହାଇଡ୍ରୋଜେନ୍ ଫୁଟକା ଗୋଟେ ବାହାରିବନି ସାବୁନ ଭଳିଆ ଫେଣ ଭଳିଆ। ତା ଦେହରେ ଯେତେବେଳେ ଗୋଟେ ମହମବତୀ ଆଣିକି ଦେଖିବ ମହମବତୀରେ କ'ଣ ନା ଯଦି ଦେଖିଛ ଫୁଟୁ 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 ଗୋଟେ ବାଣ ଯେମିତି ଫୁଟିଲା ଫୁଟୁ ଫୁଟୁ ସେମିତି ସାଉଣ୍ଡ ହେବ। ପ୍ଲସ୍ ମହମବତୀ ଗ୍ୟାସ୍ କ'ଣ କରିବ ନା ଜଳିବା ଆରମ୍ଭ କରିବ। ସେଟା କ'ଣ ପାଇଁ ହେଲା ନା ଯେହେତୁ ଏଠୁ ହାଇଡ୍ରୋଜେନ୍ ଗ୍ୟାସ୍ଟା ଆସିଲା। ହାଇଡ୍ରୋଜେନ୍ ଗ୍ୟାସ୍ ଯେତେବେଳେ ଆସିବ ଆମେ କେମିତି ଜାଣିବା କି ହାଇଡ୍ରୋଜେନ୍ ଗ୍ୟାସ୍ ଆସୁଛି ବୋଲି, ତାକୁ ଯେତେବେଳେ ଆମେ କିଛି ଗୋଟେ ଏସିଡ୍ ଦେବା କି ବେସ୍ ପାଖକୁ ନେଇଯିବା, ସେ ଦେଖିବା କେତେ ଗୋଟେ ଫୁଟୁ ଫୁଟୁ ବୁନି ଯେମିତି ଫୁ 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 ଗୋଟେ ପପ୍ ଅପ୍ ସାଉଣ୍ଡ ଗୋଟେ ହୁଏ, ଯେମିତି ସେ ସାଉଣ୍ଡ ଭଳିଆ ହିଁ ହେବ, ଗୋଟେ ପପ୍ ସାଉଣ୍ଡ ଭଳିଆ ହେବ।
ଯାହାକୁ ଆମେ ଜାଣିପାରିବା ସେଥିରେ କ'ଣ ଅଛି ନା ହାଇଡ୍ରୋଜେନ୍ ଅଛି। ମନେ ରଖ ଏଇଟା ମନେ ରଖ, ଏକ୍ଜାମ୍ରେ ମାନେ ଇମ୍ପୋର୍ଟାଣ୍ଟ କି ହାଇଡ୍ରୋଜେନ୍ ଅଛି ବୋଲି ତମେ କେମିତି ଜାଣିବ ବା କୋଉ ଟେଷ୍ଟଟା କରିବ ନା ଆମେ ଜାଣିବା ଯେତେବେଳେ ହାଇଡ୍ରୋଜେନ୍କୁ ଆମେ ନେଇ ଗୋଟେ ଏସିଡ୍ ଦେବା କି ବେସ୍ ଦେବା, ହାଇଡ୍ରୋଜେନ୍ କରିବ ନା ଗୋଟେ ପପ୍ ସାଉଣ୍ଡ ଭଳିଆ ହବ, ଜୋରେ ଗୋଟେ ସାଉଣ୍ଡ ହବ, ଶବ୍ଦ ମାନେ ପପ୍ ସାଉଣ୍ଡ ଭଳିଆ ହବ, ଯୋଉଟାକି ଆମେ ଜାଣିବା କ'ଣ ସେଟା ହାଇଡ୍ରୋଜେନ୍ ପ୍ରେଜେଣ୍ଟ ଅଛି ବୋଲି। ଏଇଠି ସେଇ ଜିନିଷଟା ହିଁ ଲେଖିଛି। ଫାର୍ଷ୍ଟ ଏଇଠି ଦେଖ ଏବେ ଆମ ଥିଓରିଟା ଆମେ ସେଠି ଏକ୍ସପେରିମେଣ୍ଟ କରିଥିଲେ, ଯେମିତିକି ଆମେ ଯୋଉ ଜିଙ୍କ୍ ଦେଖ ଏଠି ଆମର ଫାର୍ଷ୍ଟ ଗଲା ନା ହାଉ ଏସିଡ୍ ରିଆକ୍ଟସ୍ ୱିଥ୍ ବେସ୍ ବା ସରି ହାଉ ଏସିଡ୍ ଆଣ୍ଡ ବେସ୍ ରିଆକ୍ଟସ୍ ୱିଥ୍ ମେଟାଲ। ଆମେ ସେଠି ଏକ୍ସପେରିମେଣ୍ଟଟା କ'ଣ କଲେ କି ନେଇକି ମାନେ ଜିଙ୍କ୍ ନେଲେ, ତାପରେ ସଲଫ୍ୟୁରିକ୍ ଏସିଡ୍ ପକେଇଲା ପରେ କ'ଣ ହେଲା ନା ଆମର ଗୋଟେ ଗ୍ୟାସ୍ ହେଲା। ଫାର୍ଷ୍ଟ ଆମେ ଜାଣିଲେ ଆମେ ଦେଖିଲେ ଗୋଟେ ଗ୍ୟାସ୍ ଆସିଲା, ଆମେ ସେଟାକୁ କ'ଣ କଲେ ନା ନିଗମନ ନଳୀରେ ଛାଡ଼ିଲେ ବିକରକୁ, ସେଥିରେ ସାବୁନ ପାଣି ଦେଲେ, ସିଏ ଗୋଟେ ଫୁଟୁଫୁଟୁ ଶବ୍ଦ ହେଲା, କି ମହମବତୀ ଆଣି ଦେଖିଲେ ସିଏ ବି ଗୋଟେ ଶବ୍ଦ ହେଲା। ଏଠି ସେଇଆ ଲେଖିଛି ଜିଙ୍କ୍ ଉପରେ ଯେତେବେଳେ ଆମେ ଦବା ଗୋଟେ ବବଲ ସୃଷ୍ଟି ହବ ଜିଙ୍କ୍ ଉପରେ, ସାବୁନ ପାଣି ଦେଖିଲେ ବି ସେ ଗୋଟେ ସାଉଣ୍ଡ ଆସିବ, କ୍ୟାଣ୍ଡେଲ ଆଣିଲେ ବି ସେ ସାଉଣ୍ଡ ହବ। ତ ଏଇ ଯୋଉ ସାଉଣ୍ଡଟା ହେଲା, ସେ ସାଉଣ୍ଡରେ ଆମେ ଜାଣିଲେ କ'ଣ ନା ଆମର H2 ଗ୍ୟାସ୍ ଅଛି ବୋଲି। ମନେ ରଖ, ବେଳେବେଳେ ପଚାରିବ କି H2 ଗ୍ୟାସ୍ ଅଛି ବୋଲି ତମେ କେମିତି ଜାଣିବ ନା ସିଏ କ'ଣ ହବ ନା ଆମର ଗୋଟେ ସାଉଣ୍ଡ ହବ, ଗୋଟେ ଶବ୍ଦ ସୃଷ୍ଟି ହବ। ତ ଆମେ ଯୋଉ ଏକ୍ସପେରିମେଣ୍ଟ କଲେ ଜିଙ୍କ୍ ନେଇକି ସଲଫ୍ୟୁରିକ୍ ଏସିଡ୍ ମିଶେଇଲେ, ଆମେ କ'ଣ ଜାଣିଲେ ନା ଯୋଉ ଏସିଡ୍ ସହିତ ମେଟାଲ ରିଆକ୍ଟ କଲା ଆମର କ'ଣ ବାହାରିଲା, ହାଇଡ୍ରୋଜେନ୍ ଗ୍ୟାସ୍ ଆମର ବାହାରିଲା। ଆମେ ଯୋଉଟା ସିଓର ହେଇଗଲେ କାହିଁକିନା ବେସିଡ୍ ଆଉ ବେସ୍ ସହିତ ରିଆକ୍ଟ କରି ସାବୁନ ସହିତ ମହମବତୀ ସହିତ ଚଳେଇଲା ପରେ ସାଉଣ୍ଡ ହେଲା, ତା ସହିତ ଗୋଟେ କରସ୍ପଣ୍ଡିଂ ସଲ୍ଟ ଆମର ବାହାରିବ। ଯେମିତିକି ଦେଖ ଜିଙ୍କ୍ ସଲଫ୍ୟୁରିକ୍ ଏସିଡ୍ ସହିତ ମିଶିଲା ପରେ ଜିଙ୍କ୍ ସଲଫେଟ୍ ସଲ୍ଟ ବାହାରିଲା, ଆଉ ଗୋଟେ ହାଇଡ୍ରୋଜେନ୍ ଗ୍ୟାସ୍ ବାହାରିଲା। ସେମିତି ଜିଙ୍କ୍ କ'ଣ ହେଲେ ନା ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହିତ ମିଶିଲା ପରେ ଜିଙ୍କ୍ କ୍ଲୋରାଇଡ୍ ସଲ୍ଟ ବାହାରିଲା, ହାଇଡ୍ରୋଜେନ୍ ଗ୍ୟାସ୍ ବାହାରିଲା। ଏବେ ବୁଝିପାରିଲ ମେଟାଲ ସହିତ ରିଆକ୍ସନ କଲା ଏସିଡ୍ କ'ଣ ବାହାରିବ ନା ଯେତେବେଳେ ଏସିଡ୍, ଏଇଟା ହେଲା ନର୍ମାଲ ରିଆକ୍ସନ, ଏଇଟା ମନେ ରଖିବ, ଯେତେବେଳେ ଏସିଡ୍ ମେଟାଲ ସହିତ ରିଆକ୍ସନ କରିବ ସେ ଗୋଟେ ସଲ୍ଟ ହବ ପ୍ଲସ୍ ହାଇଡ୍ରୋଜେନ୍ ଗ୍ୟାସ୍ ବି ହବ। ଏଇଟା ଏକ୍ସାମ୍ପଲ୍ ନେଇକି ଦେଖିଲେ। ଏବେ ସେମ୍ ପ୍ରୋସେସ୍ ଦେଖିବା ଯେତେବେଳେ ଏସିଡ୍ ବେସ୍ ସହିତ ରିଆକ୍ସନ କରୁଛି କ'ଣ ହେଉଛି। ଏସିଡ୍ ସହିତ ଯାହା କରିବ ବେସ୍ ସହିତ ବି ସେଇଆ, ଏସିଡ୍ ସହିତ ଆମର ହାଇଡ୍ରୋଜେନ୍ ଗ୍ୟାସ୍ ବାହାରିଲା ପ୍ଲସ୍ ସଲ୍ଟ ବାହାରିଲା, ବେସ୍ ସହିତ ବି ସେଇଆ ହବ କି ଗୋଟେ ସଲ୍ଟ ବାହାରିବ ପ୍ଲସ୍ ହାଇଡ୍ରୋଜେନ୍ ଗ୍ୟାସ୍ ବାହାରିବ। କିନ୍ତୁ ବେସ୍ର କେତେଟା ମନେ ରଖ, କେତେଟା ଲିମିଟ୍ ଅଛି। ସବୁ ମାନେ ବେସ୍ ସହିତ ଆମର ମେଟାଲଟା ହେଇପାରିବନି, କେତେଟା ମାନେ ସ୍ପେସିଫିକ୍ ମେଟାଲ ଅଛି, ଯେମିତିକି ଜିଙ୍କ୍ ଆଉ ଆଲୁମିନିୟମ୍। ସେଟା ଆମର କ'ଣ ଶକ୍ତିଶାଳୀ କ୍ଷାରକ ସହିତ ପ୍ରତିକ୍ରିୟା କରିବ। ବୁଝିପାରିଲ, ମାନେ ଯେତେବେଳେ ବେସ୍ଟା ଆମର ଜିଙ୍କ୍ ସହିତ କେବଳ ଜିଙ୍କ୍ ସହିତ ହେଇପାରିବ ବା ଆଲୁମିନିୟମ୍ ସହିତ ହେଇପାରିବ, ସେଇଆ ବାହାରିବ, ହାଇଡ୍ରୋଜେନ୍ ବାହାରିବ ପ୍ଲସ୍ ଗୋଟେ କରସ୍ପଣ୍ଡିଂ ସଲ୍ଟ ହିଁ ବାହାରିବ। କିନ୍ତୁ ସବୁ ମାନେ ମେଟାଲ ରିଆକ୍ସନ କରିବନି ବେସ୍ ସହିତ, କେବଳ ଜିଙ୍କ୍ କରିବ ଆଉ ଆଲୁମିନିୟମ୍ କରିବ। ତାର ଏଇ ରିଆକ୍ସନଟା ମନେ ରଖ, ଯେତେବେଳେ ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ ଜିଙ୍କ୍ ସହିତ ହେଇଗଲା, ଏଇଟା ଫର୍ମୁଲାଟା ଇମ୍ପୋର୍ଟାଣ୍ଟ ମନେ ରଖ। ଫର୍ମୁଲା ନା କ'ଣ, ସୋଡ଼ିୟମ୍ ଜିଙ୍କେଟ୍। ହାଇଡ୍ରୋଜେନ୍ ଗ୍ୟାସ୍ ତ ଆମର ବାହାରିବ, ତା ସହିତ ସୋଡ଼ିୟମ୍ ଜିଙ୍କେଟ୍ ବାହାରିବ, ସୋଡ଼ିୟମ୍ ଜିଙ୍କେଟ୍ ବା ହାଇଡ୍ରୋଜେନ୍। ଏଇ ଫର୍ମୁଲାଟା ମନେ ରଖିଥିବ, ଏଇଟା ଇମ୍ପୋର୍ଟାଣ୍ଟ। ଏବେ ବୁଝିପାରିଲ ଏସିଡ୍ ବେସ୍ ମେଟାଲ ସହିତ କେମିତି ରିଆକ୍ସନ ହେଲା, ଆମର ଏସିଡ୍ ବେସ୍ ମେଟାଲ ସହିତ ରିଆକ୍ସନ କରିକି ସଲ୍ଟ ବାହାରିବ ବା ହାଇଡ୍ରୋଜେନ୍ ଗ୍ୟାସ୍ ବାହାରିବ। ହାଇଡ୍ରୋଜେନ୍ ଗ୍ୟାସ୍ ଅଛି ବୋଲି ଆମେ କେମିତି ଜାଣିବା ନା ଆମର ଗୋଟେ ସାଉଣ୍ଡ ସୃଷ୍ଟି ହବ। ଏବେ ଏତିକି ବୁଝିପାରିଲ। ଚାଲ ଏବେ ନେକ୍ସଟ କ'ଣ ଆସିବ, ଆମେ ଦେଖିବା ହାଇଡ୍ରୋଜେନ୍ କାର୍ବୋନେଟ୍ ବା ବାଇକାର୍ବୋନେଟ୍। ଆଚ୍ଛା, ମେଟାଲ କାର୍ବୋନେଟ୍ର ଫର୍ମୁଲା ଜାଣିଛ CO3 2-। ବାଇକାର୍ବୋନେଟ୍ କହିଲେ କ'ଣ ବୁଝିବା, HCO3-। ଏତିକି ମନେ ରଖିଥା। କେମିତି ରିଆକ୍ସନ ଆଗ ମନେ ରଖ, କାର୍ବୋନେଟ୍ କହିଲେ CO3 2-, ହାଇଡ୍ରୋଜେନ୍ କାର୍ବୋନେଟ୍ ବା ବାଇକାର୍ବୋନେଟ୍ କହିଲେ CO3-। ଏଇ ଯୋଉଟା ଅଛି ଏସିଡ୍ ରିଆକ୍ଟସ୍ ୱିଥ୍ କାର୍ବୋନେଟ୍ ବା ବାଇକାର୍ବୋନେଟ୍, ତା ପାଇଁ ବି ଆମର ଗୋଟେ ତମ ବହିରେ ଗୋଟେ ଏକ୍ସପେରିମେଣ୍ଟ ଦେଇଛି। ତାହେଲେ ଫାର୍ଷ୍ଟ ଏକ୍ସପେରିମେଣ୍ଟରେ କ'ଣ କ'ଣ ହେଉଛି ଆମେ ସେଥିରେ କ'ଣ କ'ଣ ଆମେ ଫାର୍ଷ୍ଟ ପାଉଛେ, ଆମେ ସେଇଟାକୁ ଆମେ ମାର୍କ ଦେଖିବା। ତ ଚାଲ ଏବେ ନେକ୍ସଟ ଦେଖିବା। ଏବେ ଦେଖିବା କି ଆମେ ଫାର୍ଷ୍ଟ କ'ଣ ପଢ଼ିଥିଲେ, ହାଉ ଏସିଡ୍ ବା ଏସିଡ୍ ରିଆକ୍ଟସ୍ ୱିଥ୍ ଏସିଡ୍ ରିଆକ୍ଟସ୍ ୱିଥ୍ ମେଟାଲ କାର୍ବୋନେଟ୍ ବା ମେଟାଲ କାର୍ବୋନେଟ୍ ବା ମେଟାଲ ହାଇଡ୍ରୋଜେନ୍ କାର୍ବୋନେଟ୍। ଆମେ ମେଟାଲ କାର୍ବୋନେଟ୍ କ'ଣ ପଢ଼ିଲେ, ମେଟାଲ କାର୍ବୋନେଟ୍ର ଫର୍ମୁଲା CO3 2-। ହାଇଡ୍ରୋଜେନ୍ କାର୍ବୋନେଟ୍ର ପଢ଼ିଲେ କ'ଣ ନା CO3-। ଯେତେବେଳେ ଆମର ମେଟାଲ କାର୍ବୋନେଟ୍ ବା ମେଟାଲ ହାଇଡ୍ରୋକାର୍ବୋନେଟ୍ ଏସିଡ୍ ସହିତ ମିଶିଲେ ଆମର କ'ଣ ହବ। ଫାର୍ଷ୍ଟ ଦେଖ ଏଇ ଏକ୍ସପେରିମେଣ୍ଟ ଦେଖ, ଏକ୍ସପେରିମେଣ୍ଟ ବୁଝିଛି। ଏକ୍ସପେରିମେଣ୍ଟ କ'ଣ କହିଲେ, ଆମେ ଗୋଟେ ଟେଷ୍ଟ ଟ୍ୟୁବ୍ରେ କ'ଣ ନେବା ନା କିଛିଟା କାର୍ବନ ଅକ୍ସାଇଡ୍ କିମ୍ବା କିଛି ଆମକୁ ରିଆକ୍ସନଟା କହିଲା ଗୋଟେ ଟେଷ୍ଟ ଟ୍ୟୁବ୍ରେ ଆମେ ଫାର୍ଷ୍ଟ ଲେଖାଏ କିଛିଟା ସୋଡ଼ିୟମ୍ କାର୍ବୋନେଟ୍ ନେବା, ଯେଉଁଟାକି ଲେଖାଏ ତମ ବହିର ଏକ୍ସପେରିମେଣ୍ଟ ଦେଖିବ। ସେରେ କିଛିଟା ସୋଡ଼ିୟମ୍ କାର୍ବୋନେଟ୍ ନେଇଛି, ତା ଦେହରେ କିଛିଟା କ'ଣ ମିଶେଇଲା ନା ସଲଫ୍ୟୁରିକ୍ ଏସିଡ୍ ମିଶେଇଲା। ଯେତେବେଳେ ଆମେ ସୋଡ଼ିୟମ୍ କାର୍ବୋନେଟ୍ ବା ମେଟାଲ କାର୍ବୋନେଟ୍ରେ ଆମେ କିଛିଟା ଏସିଡ୍ ମିଶେଇଲେ ଆମର କ'ଣ ହେଉଛି ଦେଖିବା। ଚାଲ ଫାର୍ଷ୍ଟ ନେଲା ସଲଫ୍ୟୁରିକ୍, ମେଟାଲ କାର୍ବୋନେଟ୍ ସେ ନେଲା କ'ଣ ଆମର ବା ସୋଡ଼ିୟମ୍ କାର୍ବୋନେଟ୍ ନେଲା, ଫର୍ମୁଲା Na2
ଯେତେବେଳେ ସୋଡ଼ିୟମ କାର୍ବୋନେଟ୍ କାହା ସହିତ ରିଆକ୍ସନ୍ କଲା ନେଇକି ତାପରେ ଆମେ କ'ଣ ମିଶାଇଲେ କିଛିଟା ହାଇଡ୍ରୋକ୍ଲୋରିକ୍ ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶାଇଲେ ଆମର କ'ଣ କ'ଣ ବାହାରିବ ଦେଖିବା। ଯେତେବେଳେ ମେଟାଲ କାର୍ବୋନେଟ୍ ସହିତ ଆମର ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶାଇବ ଦେଖିବା ଆମର ଗୋଟେ କାର୍ବନ ଡାଇଅକ୍ସାଇଡ୍ ଗୋଟେ ଗ୍ୟାସ୍ ବାହାରିବ। ଏଠି ଲେଖିନି ଏଠି କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଗୋଟେ ବାହାରିବ ହେଲା। କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଗୋଟେ ବାହାରିବ, ୱାଟର ବାହାରିବ, ତା ବାଦେ ଆମର ଗୋଟେ ସଲ୍ଟ ବାହାରିବ। ଏ ତଳେ ମୁଁ ଲେଖିଦେଉଛି ସଲ୍ଟ ତାର ଗୋଟେ ସଲ୍ଟ ବାହାରିବ। କି ସଲ୍ଟ ବାହାରିବ ଦେଖ, ଆମର କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ପଳେଇଲା, ପଳେଇଲା ୱାଟର ପଳେଇଲା, ଆଉ ବଳିଲା କ'ଣ ଆମର ସୋଡ଼ିୟମ କ୍ଲୋରାଇଡ୍ ବଳିବ। ବାଲାନ୍ସ ଇକ୍ୱେସନ୍ ଦେଖିବ ଇକ୍ୱେସନ୍ ବାଲାନ୍ସ ହେଇଛି। କ୍ଲୋରିନ୍ ଦୁଇଟା ଅଛି, କ୍ଲୋରିନ୍ ଦୁଇଟା ଅଛି, ସୋଡ଼ିୟମ ଦୁଇଟା ଅଛି, ଆଉ ଏଠି ବି ସୋଡ଼ିୟମ ଦୁଇଟା ଅଛି ଗଲା। ଯେଉଁ ଅକ୍ସିଜେନ୍ କେତେଟା ଅଛି? 3ଟା ଅଛି। ଏଠି ଅକ୍ସିଜେନ୍ ଗୋଟେ, ଏଠି ଅକ୍ସିଜେନ୍ ଗୋଟେ, 3ଟା ହେଲା। କାର୍ବନ ଦୁଇଟା ଅଛି, ଏଠି ବି କାର୍ବନ ଦୁଇଟା ଅଛି, ହାଇଡ୍ରୋଜେନ୍ ଦୁଇଟା ଅଛି, ହାଇଡ୍ରୋଜେନ୍ ବି ଦୁଇଟା ଅଛି। ସେମାନେ ଇକ୍ୱେସନ୍ ଏବେ ବାଲାନ୍ସ ହେଇଗଲା। ଆମେ ଫାର୍ଷ୍ଟ କ'ଣ କହିଲି କି ଗୋଟେ ଟେଷ୍ଟ ଟ୍ୟୁବ୍ରେ ଆମେ କ'ଣ ନେବା କି ସେଟା ମେଟାଲ କାର୍ବୋନେଟ୍। ଏଠି ସେ ମେଟାଲ କାର୍ବୋନେଟ୍ ଭାବେ ନେଇଛି କ'ଣ ନା ସୋଡ଼ିୟମ କାର୍ବୋନେଟ୍। ଯେତେବେଳେ ସେ ସୋଡ଼ିୟମ କାର୍ବୋନେଟ୍ ନେଲା ତାପରେ କ'ଣ ମିଶାଇଲା ନା ଆମର ହାଇଡ୍ରୋକ୍ଲୋରିକ୍ ମିଶାଇଲା। ଆମେ ଯେତେବେଳେ ଗୋଟେ ମେଟାଲ କାର୍ବୋନେଟ୍ କିଛି ଏସିଡ୍ ମିଶାଇବା ଆମର କ'ଣ କ'ଣ ବାହାରିବ ନା ଗୋଟେ କାର୍ବନ ଡାଇଅକ୍ସାଇଡ୍ ଗୋଟେ ଗ୍ୟାସ୍ ବାହାରିବ, ଆମର ୱାଟର ବାହାରିବ, ଆଉ ଗୋଟେ କରସ୍ପଣ୍ଡିଂ ସଲ୍ଟ ବାହାରିବ। ଏବେ ସେ ବୁଝିଲ ଟି କ'ଣ ବାହାରିଲା? ଆମର ସେ ଦେଖିଲା କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ବାହାରିଲା, ଆମର ୱାଟର ବାହାରିଲା, ସୋଡ଼ିୟମ ବାହାରିଲା। ତେଣୁ ପୁଣି ଯେଉଁ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ଟାକୁ ଏବେ ଦେଇଛି ତୁମ ଏକ୍ସପେରିମେଣ୍ଟରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍କୁ କ'ଣ କରିବ ଏବେ ନା କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଯେଉଁଟାକି ଆମେ ପଢ଼ିଥିଲେ କ'ଣ ନା CaOH2। ଯେତେବେଳେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ଟାକୁ ଏ COH2 ଭିତରେ ଏବେ କ'ଣ କରିବା ନା ପୁନଶ୍ଚ ପାସ୍ କରିବା। ତମର ମନେ ଅଛି ତମେ ଗୋଟେ ଫାର୍ଷ୍ଟ ଇୟର ତମକୁ ମୁଁ ପଢ଼େଇଥିଲି ସଂଶ୍ଳେଷଣ। ଯେତେବେଳେ ଆମେ ଗୋଟେ କାର୍ବନ ହାଇଡ୍ରୋକ୍ସାଇଡ୍ ଗ୍ୟାସ୍ଟା ବାହାରିଥିଲା ତାକୁ ଆମେ ପୁଣି କ'ଣ କରିଥିଲେ ନା ଯେତେବେଳେ କାନ୍ଥରେ ଲଗାଉଥିଲେ ସେ ପୁରା ଆମକୁ ମାନେ ଗ୍ଲେଜ୍ ବା ଗୋଟେ ଦୁଧିଆ ମିଲ୍କି କଲର ପୁରା ଦେଖାଯାଉଥିଲା। କାହିଁକି ନା ସେ କ'ଣ ନା ବାୟୁମଣ୍ଡଳରୁ କ'ଣ ଆବଜର୍ଭ କରୁଥିଲା କାର୍ବନ CO2 ଆମର ଆବଜର୍ଭ କରିକି ଇଏ ଦେଖାଉଥିଲା। ସେ ସେଇଆ କହିଲା ଯେତେବେଳେ ଯେଉଁ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ଟା ଆମର ବାହାରିଲା ଏଠି ତାକୁ ମୁଁ କ'ଣ କଲି ନା କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ଟାକୁ ସେ ପାସ୍ କଲା କାହା ଭିତରେ ନା ଗୋଟେ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ରେ ପାସ୍ କଲା। କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ଟାକୁ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଗ୍ୟାସ୍ରେ ପାସ୍ କଲା ପରେ ସେ କ'ଣ ହେଲା କି ତା କଲରଟା ମାନେ ଯେଉଁ ଲାଇ ମେଟରଟା ଆମର କ'ଣ ହେଇଗଲା ନା ମିଲ୍କି ହେଇଗଲା ବା ଦୁଧିଆ କଲର ହେଇଗଲା। ଏବେ ଆଉ ଗୋଟେ ପଏଣ୍ଟ ଦେଖ, ମୁଁ କହିଲି କି ମୁଁ ମାନେ ଅଳ୍ପ CO2 ମିଶାଇଲି। ଯଦି ମୁଁ ଏମିତି CO2 ବାରମ୍ବାର ମିଶାଇ ଏକ୍ସେସ୍ ଆମାଉଣ୍ଟରେ ମିଶାଇ ଦେବି ତାପରେ ସେ କ'ଣ ହେବ ନା ଯେତେବେଳେ ମୁଁ ଏକ୍ସେସ୍ ଆମାଉଣ୍ଟରେ CO2 ମିଶାଇ ଦେବି ସେ କ'ଣ ହେବ ନା ତାର ଯେଉଁ ମିଲ୍କି କଲରଟା ଅଛି ସେ ମିଲ୍କି କଲରଟା ଆମର କ'ଣ ହେଇଯିବ ନା ସେ ମିଲ୍କି କଲରଟା ଆମର ଡିସାପିୟର ହେଇଯିବ। ଆମକୁ ଆଉ ମିଲ୍କି କଲର ଦେଖାଯିବ ନାହିଁ। ଏଇଠି ଦେଖ ମୁଁ ଲେଖିଦେଉଛି ତଳେ ଯେଉଁ ଆମର CO2 ଗ୍ୟାସ୍ ବାହାରିଲା। CO2 ଗ୍ୟାସ୍କୁ କାହା ଭିତରେ ମୁଁ କହିଲି ବସାଇବାକୁ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ରେ ସେ ଆମ ବହିରେ ଦେଇଛି। ଯେତେବେଳେ CO2 କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ରେ ଆମେ ମିଶାଉଥିଲେ ଆମର କ'ଣ ବାହାରୁଥିଲା ଏକ୍ସପେରିମେଣ୍ଟ ଫାର୍ଷ୍ଟ ଆମେ କହିଥିଲେ ଆମର ଗୋଟେ ବାହାରିବନି ଏଇଟା ମାର୍ବଲ ବାହାରୁଥିଲା ପ୍ଲସ୍ ୱାଟର। ସେ କହିଲା ଯେତେବେଳେ ଆମର CO2 ଗ୍ୟାସ୍କୁ ଆମେ କ'ଣ କଲେ ନା ଆମର ତ ଫାର୍ଷ୍ଟରେ ଦେଖିଲେ ସୋଡ଼ିୟମ ସହିତ ହାଇଡ୍ରୋକ୍ଲୋରିକ୍ ମିଶାଇଲା ପରେ ଆମର ବାହାରିଗଲା ଗୋଟେ ସଲ୍ଟ ବାହାରିଲା, ଆମର ସୋଡ଼ିୟମ କାର୍ବନ ଡାଇଅକ୍ସାଇଡ୍ ବାହାରିଲା, ଆମର ହାଇଡ୍ରୋଜେନ୍ ୱାଟର ବାହାରିଲା। ତାପରେ ସେ କହିଲା କି କ'ଣ ଯେଉଁ ଗ୍ୟାସ୍ଟା ଏଠି ଆମର ବାହାରିଲା ଗ୍ୟାସ୍ କି କାର୍ବନ ଡାଇଅକ୍ସାଇଡ୍ ତାକୁ କ'ଣ କର ନା ଆମର ଲାଇ ମଟର ବା କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଲବଣରେ ମିଶାଅ, ପାସ୍ କର, ଦେଖ କି ଟେଷ୍ଟ ହେଉଛି। ଆମେ ଗୋଟେ ନଳି ନିଗମନ ନଳି ଦେଇକି ପାସ୍ କଲେ ଦେଖିବ ସେ କ'ଣ ହେବ ଏଇ ଯେଉଁ କଲରଟା ହେବ ମାନେ ଲାଇ ମଟର ଯେଉଁ କଲରଟା ଥିବ ସେ ଧୀରେ ଧୀରେ କ'ଣ ହେଇଯିବ ନା ମିଲ୍କି ହେଇଯିବ ବା ଦୁଧିଆ କଲର ହେଇଯିବ। କାହିଁକି ନା ସେ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ସହିତ ମିଶିଲା ପରେ ସେ କ'ଣ ହେଇଗଲା କ୍ୟାଲସିୟମ କାର୍ବୋନେଟ୍ ହେଲା ସେ କଲରଟା ହେଇଗଲା ମିଲ୍କି କଲର ହେଇଗଲା। କ'ଣ ପାଇଁ ହେଲା ଏବେ ବୁଝିପାରିଲ? ତାପରେ ସେ କ'ଣ କଲା ମୁଁ ଏକ୍ସେସ୍ ଆମାଉଣ୍ଟର ମୁଁ ମିଶାଇ ଯିବି CO2 ମାନେ ପୁରା ଅଧିକ ମିଶାଇ ଯିବି ଏକ୍ସେସ୍ ଆମାଉଣ୍ଟର ମିଶାଇ ଗଲା ପରେ କ'ଣ ହେବ ନା ତାର ଯେଉଁ ମିଲ୍କି କଲରଟା ଡିସାପିୟର ହେଇଯିବ। ଏବେ ଏଇଠି ଏତିକି ବୁଝିପାରିଲ କି ପଛରେ? ହଁ ସେଠି ଆମେ ଯାହା ଯାହା ଏକ୍ସପେରିମେଣ୍ଟଟା କରିଥିଲେ ଏଠି ସେଇଆ ଲେଖା ହେଲା। ଯେତେବେଳେ ଗୋଟେ ଏସିଡ୍ ଆମର କାର୍ବୋନେଟ୍ ସହିତ କାର୍ବୋନେଟ୍ ସହିତ ରିଆକ୍ସନ୍ କଲା ଆମର କ'ଣ କ'ଣ ବାହାରୁଛି ୱାଟର ବାହାରୁଛି ପ୍ଲସ୍ CO2 ଗ୍ୟାସ୍ ବାହାରୁଛି ତା ସହିତ ଗୋଟେ ସଲ୍ଟ ବାହାରୁଛି। କେମିକାଲ ଇକ୍ୱେସନ୍ ଦେଖ, ଯେତେବେଳେ ମୁଁ କ'ଣ ନେଲି ସୋଡ଼ିୟମ କାର୍ବୋନେଟ୍ ନେଲି HCl ସହିତ ଗୋଟେ ଏସିଡ୍ ବା ନେଲି ହାଇଡ୍ରୋକ୍ଲୋରିକ୍ ଏସିଡ୍ ନେଲି ସେ କ'ଣ ବାହାରିଲା CO2 ଗ୍ୟାସ୍ ବାହାରିଲା, ୱାଟର ବାହାରିଲା ପ୍ଲସ୍ ଗୋଟେ କରସ୍ପଣ୍ଡିଂ ସଲ୍ଟ ବା ସୋଡ଼ିୟମ କ୍ଲୋରାଇଡ୍ ସଲ୍ଟ ବାହାରିଲା। ଏଇଟା ବି ସେଇଟା ମୁଁ ପଢ଼ିବା ସୋଡ଼ିୟମ କାର୍ବୋନେଟ୍, ଏଇଟା ଆମେ ପଢ଼ିବା ସୋଡ଼ିୟମ ବାଇକାର୍ବୋନେଟ୍। ସେମ୍ ରିଆକ୍ସନ୍ ହିଁ ହେଲା। ତାପରେ ଦେଖ ଏଠି ଲେଖିଛି ଯେତେବେଳେ ସେ କ'ଣ କଲା ଯେଉଁ CO2 ଗ୍ୟାସ୍କୁ ବାହାରିଲା ଆମକୁ ସେ ଏକ୍ସପେରିମେଣ୍ଟ ଦେଲା ନା କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଭିତରେ ପଠାଇବା। ଯେତେବେଳେ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଭିତରେ ପଠାଇବ ସେ କ'ଣ କହିବ ନା ତା କଲରଟା ଆମର କ'ଣ ହେଇଯିବ ପୁରା ଦେଖ ଏଠି ମିଲ୍କି କଲର ହେଇଗଲା। ମନେ ରଖ ମିଲ୍କି କଲର ହେଇଗଲା। ଏଇଟା ତ ରିଆକ୍ସନ୍ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ମିଶାଇଲା ପରେ ଆମର କ'ଣ କ୍ୟାଲସିୟମ କାର୍ବୋନେଟ୍ ହେଲା ଯେଉଁଟାକି ଆମେ କହୁଛେ ମାର୍ବଲ କହୁଥିଲେ ପ୍ଲସ୍ ୱାଟର ହେଲା। ତେଣୁ ମୁଁ କହିଲି ଯେତେବେଳେ ମିଲ୍କି କଲର ବା ଦୁଧିଆ ହେଇଗଲା ସେ ଲେଖା ହେଲା। ଧର ମୁଁ କହିଲି ମୁଁ ଏକ୍ସେସ୍ ମିଶାଇ ଯିବି ସେ କ'ଣ ହେବ ନା ଯେଉଁ ଦୁଧିଆ ରଙ୍ଗଟା ହେଇଥିଲା ସେ ପାଣିଟା ପୁଣି କ'ଣ ହେବ ନା ତା ଦୁଧିଆ କଲର ରଙ୍ଗଟା ପୁଣି ଡିସାପିୟର ହେଇଯିବ। ଆଉ ଗୋଟେ ଜିନିଷ ମନେ ରଖ, ଯେତେବେଳେ ତମକୁ ଜଣେ ପଚାରିବ କି CO2 ଗ୍ୟାସ୍ ହେଉଛି ବୋଲି ତୁମେ କେମିତି କନଫର୍ମ ହେବ ବା CO2 ଗ୍ୟାସ୍ ଗୋଟେ ଏକ୍ସପେରିମେଣ୍ଟରେ ବାହାରିଲେ ତୁମେ କେମିତି କନଫର୍ମ ହେବ ନା CO2 ଗ୍ୟାସ୍ ଯେତେବେଳେ ବାହାରିବ ସେ କ'ଣ ହେବ ନା ସେ ଯେଉଁ କଲରଟାକୁ ସେ କ'ଣ କରିବ ନା ମିଲ୍କି କରିଦେବ। ଯେତେବେଳେ CO2ଟାକୁ ଆମେ କ୍ୟାଲସିୟମ ଅକ୍ସାଇଡ୍ ପଠାଇବା ସେ ମିଲ୍କି ପାଇଯିବ। ଆମେ ବୁଝିପାରିଲ?
इटा फास्ट आम पढ़ले कि रिएक्शन पढ़ले हाउ एसिड एंड बेस रिएक्ट विथ मेटल तापर पढ़ले हाउ एसिड एंड बेस रिएक्ट विथ मेटल कार्बोनेट बा मेटल बाइकार्बोनेट तापर देखिए 3 नंबर एबे हमर पढ़िबा हाउ 3 नंबर एटा एसिड एंड बेस रिएक्शन एसिड और बेस ताको निज निज भीतर केमि रिएक्शन करंती जेतेबेले गोटे एसिड बा बेस रिएक्शन परस्पर सहित प्रतिक्रिया करंती हमर कोन हुए ना हमर गोटे सॉल्ट हबो प्लस वाटर हबो देखो जेतेबेले गोटे एसिड गोटे बेस सहित रिएक्शन कला हमर सॉल्ट हैला और वाटर हैला केमति हैला देखो मु तुमको एठोटे बुझौची देखो एतोटे गोटे एसिड हमर कोन कला ना बेस सहित रिएक्शन कला हमर गोटे सॉल्ट बाहरिबो गोटे वाटर बाहरिबो केमति हबो देखो अच्छा जो हाइड्रोक्लोरिक एसिड हमको कौन कौन दब आम जानचे आमको ये एच प्लस आयन दब प्लस सीएल माइनस आयन दब एच प्लस आयन देला बेले तक कहला कौन एसिड कहबा से देख सोडियम हाइड्रोक्साइड रे कौन होला ना हमको Na प्लस आयन देला प्लस OH माइनस देला सेटा कौन कहबो OH माइनस देला सेटा हमको हेति कहला बेस देख आम कौन जानले परस्पर प्लस माइनस हेबे एतनु एई प्लस टा आकाश से रिएक्शन करिवो OH सहित हबो ये कौन करिवो Na टा हबो Cl सहित NaCl सहित रिएक्शन करी कौन हैला NaCl हैला एच टा ओएच सहित हैला देखो गोटे एच हैला प्लस ओएच हैला माइनस तो एच ओएच रिएक्शन करके कौन हबो हमर H2O हबो ना हबनी हैला वाटर हैला ना हैलानी हैला तो से जिनसटा से कहिला जेतेबेले एसिड और बेस परस्पर सहित रिएक्शन करिवो से कौन हबो ना हमको सॉल्ट दबो आ कौन दबो वाटर दबो जोटको हम सॉल्ट देला वाटर देला एई प्रोसेस टा को हमें कौन कहि परिबे ना एई प्रोसेस टा को हमें एइटो लिखितली हाँ यही प्रोसेस टाक आम आउ थे न्यूट्रालाइजेशन प्रोसेस भी कहीपर बा प्रशमनीकरण प्रक्रिया जोटा कि मुझे लिखिनी ओनली इंग्लीश लिखी मन रख न्यूट्रालाइजेशन प्रोसेस बा प्रशमनीकरण प्रतिक्रिया कहीं आम कहीपर न्यूट्रालाइजेशन प्रोसेस यहाँ कहीं कहबा ना जेहेतु यहाँ आम कौन ना वाटर फर्मेसन करुच्ची वाटर केमी फर्मेसन कला जानी पाइल वाटर कौन कला एच प्लस OH अम्ल आमर अच्छी एसिड आमर अच्छी H प्लस बेस अच्छी OH एच ओएच मिसिक हमर कौन है वाटर जेहेतु ये वाटर फर्मेसन कला ताको आम कहीपर कौन बा प्रशमनीकरण प्रक्रिया न्यूट्रालाइजेशन प्रक्रिया आउ गोटे फर्मेसन कौन है ना गोटे आम सल्ट फर्मेसन है बुझिपाल एसिड और बेस परस्पर रिएक्शन होगी कौन मिलला जितेबाला सॉरी सेमती आमर कौन है जिते एसिड आउ मेटल कार्बोनेट परस्पर सहित रिएक्शन कले आम कौन पाउले ना सल्ट पाइले वाटर पाइले प्लस आमर गोटे कार्बन डाइऑक्साइड गैस पाइले तब सेमती आम एठे गोटे पढ़ले हाँ जितेबाला कौन है ना एसिडा क्या सहित मेटल सहित रिएक्शन कला कौन पाउले सल्ट आउ हाइड्रोजन किए क्या रिएक्शन रे कौन कौन पाइले को टेस्ट पे आम केमी जानूचे कि से गैसटा अच्छी बोली से जिनसा भी मन रखिए सेटा भी गोटे इम्पोर्टाट आमर आउ गोटे ये आम पढ़ले मेटाल जो गोटे मेटाल ऑक्साइड एसिड सहित रिएक्शन हुए आमर कौन हुए मन रख गोटे मेटाल ऑक्साइड आमर जनरल को माने से बेसिक प्रकृति रही है कहीं से माने एसिड सहित रिएक्शन करती आमर कौन ना सल्ट आउ वाटर दिखाती से मेटाल ऑक्साइड कौ नेचर मन रख मेटाल ऑक्साइड है बेसिक नेचर तब हम देखा जो मेटाल ऑक्साइड एसिड सहित रिएक्शन कला कौन कौन देला गोटे सल्ट देला गोटे वाटर देला देख मुझे एग्जांपल नेली गोटे मेटाल ऑक्साइड कपर ऑक्साइड गोटे एसिड नेला हाइड्रोक्लोरिक एसिड सहित रिएक्शन करी कौन है Cu प्लस OH माइनस O माइनस H प्लस Cl माइनस से कौन कला ना एच टा ओषध है कौन है गोटे वाटर है आ कपर क्लोराइड गोटे सल्ट देला जो गोटे मेटाल ऑक्साइड आम एसिड सहित रिएक्शन कला गोटे कपर क्लोराइड सल्ट देला वाटर देला आ गोटे रंग मन रखिबो जो कपर ऑक्साइड ता कलर है कला रंग रिएक्शन पर जो सल्ट फॉर्मेशन करा ता रंग की है ब्लू ग्रीन सब रिएक्शन मन रखिबो कपर ऑक्साइड कौन पाउच एसिड मेटाल सहित कौन है मेटल कार्बोनेट सहित कौन है बेस सहित कौन है मेटाल ऑक्साइड सहित कौन है को कौन पाउच से सब मन रखिबो भल से मु कहि देछि मन रखिबो नॉन मेटल एसिड भी कहला मेटल ऑक्साइड कौन थी बेसिक नेचर थी नॉन मेटल एसिड एसिडिक नेचर कहीं जो से बेस सहित रिएक्शन करे हमको कौन दिए से सेम जिन सल्ट ही वाटर दिए सेम जिन मेटल ऑक्साइड जाता नॉन मेटल एसिड भी सही होगा ये गोटे एग्जांपल लेके तुमको देखिली हो मेटल ऑक्साइड जहाँ जहाँ पाते नॉन मेटल एसिड भी आम से पाइले बाकी से कि नेचर होता बेसिक इन नेचर ये एसिडिक इन नेचर मेटल ऑक्साइड आम एसिड सहित रिएक्शन करता और मेटल ऑक्साइड आम बेस सहित रिएक्शन करके सेम जिनसा ही देला देख आम बही गोटे फर्स्ट एक्सपेरिमेंट देती आम कौन करवा ना गोटे बिकर नवा बिकर आम कौन गोटे रबर टिपे गोटे रबर टिपे अंज कर रबर टिपे आम दुटा कंटा गोटे पटे कंटा से कौन सुइच गोटे सुइच रहा गोटे बल्ब रहा गोटे बैटेरी रहा है देख बैटेरी रहा से कहला कि केमी लाइट मैंने जल्द तो बैटेरी कौन इलेक्ट्रिक करंट आसला तो
তো ଏଇଟା ଦିଗଟା ରହିଲା ଏଇପଟେ। ଯଦି ଏଇପଟେ ଥାରେ କିଛି ଗୋଟେ ଲଗା ହବ, ଏଇ ମାନେ ଇଲେକ୍ଟ୍ରିକ୍ ସର୍କିଟ୍‌ଟା ପାସ୍ କଲା ଦେନ୍ ବଲ୍‌ଟା ଜଳିବ। ତ କେମିତି ଦ୍ରବଣରେ ଆମେ କ'ଣ ମିଶେଇବା, କେମିତି ଜଳିବ? ଯଦି ଏଥିରେ କିଛି ଆମର ଗୋଟେ ଆୟନ ଯେମିତିକି ହେଲା ଆମର H+ ବା OH- ରହିଲା, ତାହେଲେ ଆମେ ଜାଣିଛେ କ'ଣ ନା ଆମର ବ୍ୟାଟେରୀଟା ଜଳିବ। ତ ସେ ଆମକୁ କହିଛି ଆମେ କେତେ ଦ୍ରବଣ, ମାନେ ତମ ବହିରେ ଦେଖ ଏଇଠି ଏକ୍ସାମ୍ପଲ୍ ଦେଲା କେତେବେଳେ ଦ୍ରବଣ ନେଇକି ମିଶେଇବ, ଯେମିତିକି କ'ଣ ମିଶେଇଲେ କିଛିଟା ଆମର ଦେଖ ହାଇଡ୍ରୋକ୍ଲୋରିକ୍ ଏସିଡ୍, ସଲଫ୍ୟୁରିକ୍ ଏସିଡ୍ ହେଲା, ହାଇଡ୍ରୋକ୍ଲୋରିକ୍ ଏସିଡ୍, ସଲଫ୍ୟୁରିକ୍ ଏସିଡ୍, ନାଇଟ୍ରିକ୍ ଏସିଡ୍ ଏସବୁ ନେଇକି ଦେଖିବା। ଦେଖ ଯୋଉ ହାଇଡ୍ରୋକ୍ଲୋରିକ୍ ଏସିଡ୍, ସଲଫ୍ୟୁରିକ୍ ଏସିଡ୍, ନାଇଟ୍ରିକ୍ ଏସିଡ୍, ଆମେ ଏଥିରେ ସବୁ କ'ଣ ପାଇଲେ? ଦେଖ ସବୁଥିରୁ H+ ପାଇଲେ ନା ପାଇଲେନି? ଆମେ ଏଥିରୁ ଗୋଟେ ଆୟନଟେ ପାଇଗଲେ। ଯେହେତୁ ଆମେ ଏଥିରୁ ଗୋଟେ ଆୟନ ପାଉଛେ, ଆୟନ ପାଇଲେ ଆ ଭିତରେ ରହିଲା, ଦେଖ ହାଇଡ୍ରୋକ୍ଲୋରିକ୍ ମିଶିଲା, H+ ଆୟନଟା ରହିଲା, ତାହେଲେ ଆମ ଦେଇକି ଇଲେକ୍ଟ୍ରିକ୍ କରେଣ୍ଟ ଯାଇପାରିବ। ସୋ ଦ୍ୟାଟ୍ ଏ ଲାଇଟ୍‌ଟା ଜଳିବ। ସେମିତି କିଛି ଗୋଟେ ସେ କହିଲା ତାପରେ ବେସ୍ ମିଶେଇବାକୁ। ବେସ୍‌ରେ ଆମେ କ'ଣ ପାଇବା? OH- ଆୟନ ପାଇବା। ଯଦି ଆମର ସେ କହିଲା କିଛିଟା ଆୟନ ଯଦି H+ ରହିଲା କି OH- ଆୟନ ରହିଲେ ଲାଇଟ୍‌ଟା ଜଳିଲା। ଯେମିତିକି ଆମେ ସୋଡ଼ିୟମ୍ କ୍ଲୋରାଇଡ୍ ନେଇକି ଦେଖିବ ଲାଇଟ୍‌ଟା ଜଳିବ। କିନ୍ତୁ ବର୍ତ୍ତମାନ ଦେଖ ଗ୍ଲୁକୋଜ୍ ହଉ ବା ଆଲକୋହଲ୍, ଗ୍ଲୁକୋଜ୍ ଆମେ ଜାଣିଛେ କ'ଣ C6H12O6, ଗ୍ଲୁକୋଜ୍‌ରେ H ଅଛି କିନ୍ତୁ ଲାଇଟ୍‌ଟା ଜଳିବ କି? H ଅଛି କିନ୍ତୁ ସେଥିରେ ସେ କିଛି ଆୟନ ଦିଏ ନାହିଁ। ମାନେ ଯେମିତିକି ଆମର H+ ଆୟନ ହେଲା, ସେ ଆୟନଟା ଦିଏ ନାହିଁ। ସେଥିପାଇଁ ସେ କ'ଣ ନା ସେ ଲାଇଟ୍‌ଟା ଆମର ଜଳିବ ନାହିଁ ହେଲା। ଆମର କହିବା ମତଲବ ଯୋଉଥିରେ H ଅଛି ସବୁଥିରେ ମାନେ ନାହିଁ କି ଆମକୁ H+ ଦବ। କିଛିଟା ଆମକୁ H+ ଦବ ବି ନାହିଁ। ଯେମିତି ଗ୍ଲୁକୋଜ୍ ହେଲା, ଆଲକୋହଲ୍ ହେଲା, ଏଥିରେ H ଅଛି ବଟ୍ ସେଥିରେ ଆମକୁ ସେମିତି ଆୟନ ଦେଲା ନାହିଁ, H+ ଆୟନ ଦେଲା ନାହିଁ। ସେଥିପାଇଁ ସେ କ'ଣ ନା ଲାଇଟ୍‌ଟା ଜଳିବ ନାହିଁ। ଏବେ ଏକ୍ସପେରିମେଣ୍ଟ ବୁଝିପାରିଲ? ସେଟାକୁ ଆମେ ଆମ ଥିଓରିରେ ମୁଁ ଲେଖିଦେଇଛି, ସେଟା ଦେଖିଦେବ ଟିକେ ଆଉ। ଦେଖ ମୁଁ ଏଠି ଲେଖିଲି ହାଇଡ୍ରୋକ୍ଲୋରିକ୍ ଏସିଡ୍ ହଉ, ହାଇଡ୍ରୋକ୍ଲୋରିକ୍ ଏସିଡ୍ ହଉ କି ସଲଫ୍ୟୁରିକ୍ ଏସିଡ୍ ହଉ, ନାଇଟ୍ରିକ୍ ଏସିଡ୍ ହଉ, ଏସିଟିକ୍ ଏସିଡ୍ ହଉ, ସେଟା କ'ଣ ଆମର ସବୁ H+ ଆୟନ ଦେଲେ, ଯାହାଫଳରେ ସେ କ'ଣ ହେଲା ନା ବିଦ୍ୟୁତ୍ ପ୍ରବାହ ହେଇକି ଲାଇଟ୍‌ଟା ଆମର ଜଳିବ। ଲାଇଟ୍ ଜଳିଲା। କିନ୍ତୁ ଦେଖ ସେମିତି ଏବେ ଦେଲେ କ'ଣ କ୍ଷାର ଦେଲେ, ଯେମିତିକି ଆମର ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍, ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍, ଆମୋନିୟମ୍ ହାଇଡ୍ରୋକ୍ସାଇଡ୍ ଦେଲେ କ'ଣ ହେଲା ନା ଆମର OH- ହେଲା, ତେଣୁ ବିଦ୍ୟୁତ୍ ପ୍ରବାହ ହେଲା। କିନ୍ତୁ ଦେଖ ଗ୍ଲୁକୋଜ୍ 6 ଆମ ଫର୍ମୁଲା 6H12O6, ଯେମିତି ଆଲକୋହଲ୍ ଦେଲେ ଏଥିରେ H ଅଛି। ଯଦିଓ ଆମର H ଅଛି, H ହଉ କି OH ହେଲା, ଏଠି H ହେଲା, ଏଠି OH- ହେଲା ଅଛି, କିନ୍ତୁ ସେମାନେ କୌଣସି ଆୟନ ସୃଷ୍ଟି କରନ୍ତି ନାହିଁ। ସେଥିପାଇଁ ଆମର କ'ଣ ହବ ନା ଲାଇଟ୍‌ଟା ପାସ୍ ହବନି କି ଆମର ଲାଇଟ୍ ବି ଜଳିବନି। ବିଦ୍ୟୁତ୍ ଯଦି ନ ଯିବ ଲାଇଟ୍ କେମିତି ଜଳିବ? ତ ଲାଇଟ୍ ଜଳିବ ନାହିଁ। ବୁଝିପାରିଲ ଏତିକି?